ଇଏ ପ୍ରଥମ ଦିନ ଯୋଉ ଘଣ୍ଟ ଛତି କାଳି ବଜେଇଦେଲେ ସେଦିନ ପୁଣି ଶ୍ରୀଗୁଣ୍ଡିଚା କଲେ। ତାପରେ ବର୍ତ୍ତମାନ ଶ୍ରୀଗୁଣ୍ଡିଚାର ଭୋଗ କାହିଁ? ଯଦି ଘଣ୍ଟ ଛତି କାଳି ବାଜିଲା ତେବେ ଆଜ୍ଞା ମଳ ସେଦିନ ତମେ ନେଇକି ଗଲନି। ତେବେ ସେ ଅଣସର ଘର ଭିତରୁ ଆଜ୍ଞା ମଳଟା ଗଲା କେମିତି? ଆପଣଙ୍କ ତାଟି ଦିଅଙ୍କ ପାଖରୁ ତାଟି ଦେବଙ୍କ ପାଖରୁ ସେଟା ଯିବା କଥା ନୁହେଁ। କହୁଛନ୍ତି 1971 ଯାଇଥିଲା। ଠାକୁର ପରା 71ରେ ଯାଇଥିଲା। ଯାହା ଯାଇଥିଲା ସେଟା କଣ ଠିକ ଯାଇଥିଲା? କିନ୍ତୁ ଆମର ନେତ୍ର ଉତ୍ସବ ହେଇନି, ଠାକୁର ନେତ୍ର ପାଇନାହାନ୍ତି, ଆମର ତାଟି ଖୋଲା ହେଇନି, ସକାଳ ଧୂପ ଘଣ୍ଟ ଛତି କାଳି ବାଜିକି ଆସିନି, ନବଯୌବନର ପ୍ରାରମ୍ଭ ହେଇନି, ଆଉ ଏଠୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି ପ୍ରତିଦିନ, ଅଣସର ଭାଙ୍ଗିନି, ସେ ମାନେ ସେଇ ଆଜ୍ଞାମଲଟା ଯିବ କେମିତି ରଥ ପିଙ୍କା? ଏହା ଦେହରେ କିଛି ମହାପ୍ରଭୁ ଠିକ ଭାବରେ ଖାଇ ପାରିନଥିଲେ, ସେଇଥିପାଇଁ କାହିଁ ଘଟଣା ଘଟିଲା କି? ନିଶ୍ଚିତ। ମୁଁ ଯେତେବେଳେ ନ ଖାଇଛି, ମତେ ଯେତେବେଳେ ଖାଇବାକୁ ଦିଆଗଲାନି, ମୋର ମାନେ ଯୋଉଦିନ ମୋର ହଉଛି ଯାତ୍ରା, ମୁଁ ଯାତ୍ରାକୁ ଯିବି, ସେଦିନ ମୁଁ ଖାଇବାକୁ ପାଇଲିନି। ମତେ ଗୋଟେ ସେମିତି ବିଦା କରି ଦିଆଗଲା। ନବଯୌବନ ଯାହାକୁ ମୋର କୁହାଗଲା, ସେଦିନ ଘଣ୍ଟ ଛତି କାଳି ବାଜିକିରି ଭୋଗଟା ଦେଲେ, ସେଇ ଭୋଗଟାରେ ତୁ ରଥକୁ ପଳା, ରଥକୁ ମତେ ବିଦା କରିଦେଲେ, ମୋର ପଳେଇଆଇଲି। ଆଉ କଣ? ସେବାୟତ ରହିଲେ ପଛପଟେ, ଯାହା ଫଳରେ କି ସେ ତାକୁ ହଲି 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 ତାଙ୍କୁ ସୁବିଧା ମିଳିଲା ଛିଡା ହେବାକୁ 45 ମିନିଟ୍। ତା ଦେହରେ ଲାଗୁ ଲାଗୁ ତା ଚାହିଆକୁ ହଲୁ ହଲୁ ସେ ଖସିଗଲା। ଆପଣ ଭାବୁଛନ୍ତି ଯେ ବହୁତ ସେବାୟତ ରହିଲେ, ଯୋଉ ଚର୍ଚ୍ଚା ହଉଛି ମୋବାଇଲ ଗୁଡେ ରହୁଛି, ସେଲ୍ଫି ଆମେ କାହାକୁ କିଛି କହିପାରୁନୁ ନା। ଆମକୁ ଗୋଟେ ସୁବିଧା ପାଇଲେ ସିନା, ଏଇ ରାମ ସେଇଟାକୁ ନେଇକି ଟିକେ ଭେଟିଦେଲୁ, ସେ ଗୋପାଳ ଟିକେ ତାକୁ ନେଇକି, ଦାୟିତ୍ୱ ଆମର, ପହଞ୍ଚି ଦାୟିତ୍ୱ ଦଇତାଙ୍କର। ସୁବିଧା ତ ପାଇଲେ ସିଏ ତ ସିଆଡୁ ମାଡ଼ି ବୁଛି, ତ ଇଆଡୁ ମାଡ଼ି ବୁଛି, ସିଆଡୁ ଘୋ ଘୋ ହେଇକି ମାଡ଼ି ଆସୁଛନ୍ତି। ତେମେ ତ ବର୍ତ୍ତମାନ ଟିଭିରେ ତ ଦେଖିଥବ ଯେ ବଳଭଦ୍ର ଯେତେବେଳେ ପଡିଗଲେ ପଛପଟୁ କେମିତି ରାକ୍ଷସ ଭଳିଆ ମାଡ଼ି ଆସୁଛନ୍ତି। କୋଉଠି ଥିଲେ ସେମାନେ? ଆମକୁ ତ 20ଟା 40ଟା ଲୋକ ଦରକାର। ମୋବାଇଲ ଫୋବାଇଲ ଯାଉଛି ରଥ ଉପରକୁ, ମୋବାଇଲ ରଥକୁ ତ ମନା କଲେ। ବର୍ତ୍ତମାନ ପ୍ରଶାସନକୁ ତ ବାରମ୍ବାର କହିବେ, ଆଜ୍ଞା ସେ ମୋବାଇଲ ନେଇକି ଆସୁଛନ୍ତି, ଖାଲି ସିଏ ତାକୁ ଛିଡା କରିଦଉଛି, ସିଏ ତାକୁ ଛିଡା କରିଦେଇ ଫଟୋ ଉଠିବା, ତାଙ୍କୁ କହିଲେ ସିଏ ପେଲି ପାଲି ହେଇକି ପଳଉଛନ୍ତି, ସିଏ ଆମକୁ ଖାତିର କରୁନାହାନ୍ତି। ମାନେ ଅରବିନ୍ଦ ପାଳି ଯୋଉ ଆସିଲେ, ମାନେ ଇଏ ପରଫେକ୍ଟ ଲୋକ ଆସିଲେ। କାହିଁକି ନା ସିଏ 3 ବର୍ଷ ରହି, ବର୍ତ୍ତମାନ 4 ବର୍ଷ ରହିକି ଯାଇଛନ୍ତି, ଏଠି ବର୍ତ୍ତମାନ ପରିଚାଳନା କରିଛନ୍ତି। ଯିଏକି ଜଗନ୍ନାଥ ମନ୍ଦିରରେ ଆଡମିନିଷ୍ଟ୍ରେସନ କରିକି ରହିବେ, ତାଙ୍କୁ ନିହାତି କମ 10 ବର୍ଷ ଦରକାର। ସେ ଜାଣିକି ରହିବା ଦରକାର। ତାଙ୍କୁ କଣ କି ବର୍ଷେ 1.5 ବର୍ଷ ରହିଗଲା ପରେ ସେବାୟତ ମାନେ କହୁଛନ୍ତି ଆଜି ତ କାଲି ପଳେଇବ, ସାଙ୍ଗରେ କଥାବାର୍ତ୍ତା କଣ? ଆପଣଙ୍କର ଯୋଉ ଆପଣ କହୁଥିଲେ, ଯୋଉ ଆପଣଙ୍କର ଯୋଉ ବଳଭଦ୍ରଙ୍କ ପହଣ୍ଡି ସମୟରେ ପଛପଟର ଯୋଉ ସେନାପଟା ଲାଗି ସମୟରେ ଯୋଉ ପଟା ଯୋଉ ଉପରେ ଯୋଉ ରହିଛି ମାବଡ଼ ଠାକୁରଙ୍କର ନାକୁଆସି ଚୂଳାରେ ଯୋଉ ବନ୍ଧା ଯାଇଥାଏ, ତ ସେଇଟା ଠିକ ଅଛି? ନାଇଁ, ସିଏ ଠିକ ନଥିଲା। ଆଉ ଆସିଲେ ରଥପୁର କେମିତିକା? ମାନେ ସେ ଦିଅନ୍ତ ପୁଣି ମାନେ ନବଯୌବନ ଘରୁ ପୁଣି ସେନାପଟା ଲାଗି ହେଇ, ମାନେ ସେଠି ତ ରଥ ଉପରକୁ ଆସେ। ତେବେ ଆପଣ ଯୋଉ ତ୍ରୁଟିଟା ଥିଲା, ସେ ତ୍ରୁଟିଟା ଏଇ ତ୍ରୁଟି ସଜାଡ଼ିବେ। ଏଇ ତ୍ରୁଟିଟା ହଉଛି ବର୍ତ୍ତମାନ ସେମାନେ ପଛପଟେ ରହିଲେ। ପଛପଟକୁ ଆମେ ଦେଖିବା ପିଙ୍କା ଖାଲି ପାଠିରେ କରୁଛୁ, ଏଇ ଭିଡ଼ିକି ଧର, ଏଇ ଅମୁକ କର ସମୁକ କର, କିନ୍ତୁ ସିଏ ତାକୁ କର୍ଣ୍ଣପାତ କରୁନ। ଆମେ ଦିଅଙ୍କୁ ହାମ୍ବୁଡ଼ି ଦେଲେ ଆମେ ଫଟୋ ଉଠିବୁ, ଗଲା ଠାକୁର ଟିକେ ଅଣିଗଲେ ଆଗକୁ ଆମେ ଫଟୋ ଉଠିବୁ। ଆମର ଆଗରେ ଯିଏ ଅଛନ୍ତି ସିଏ ଟିକେ ନଇଁ ଗଲେ ଆମକୁ ଟିକେ ଭଲ ଲାଗିବ। ମଜା ଦେଖୁଛନ୍ତି ସେମାନେ, ମଜା ଦେଖିଲା ବେଳକୁ ଆମ ମଜା ଏପଟେ ବାହାରି ପଡୁଛି। କିନ୍ତୁ ସିଏ ତାକୁ ସେ ଦୌଡ଼କୁ ହଲିଆ ହଲି କରି, ଆଉ ତାଙ୍କର ଟାଇଆକୁ ହଲାହଲି କରି ଖସେଇ ଦେଲେ। ଆଉ କଣ?